ଇନ୍ଫୋଭ୍ୟାଲି ଥାନା ପୁଲିସ ଅଭିଯୋଗକାରୀ ବନବିହାରୀ ବେହେରାଙ୍କ ଅଭିଯୋଗ ଭିତ୍ତିରେ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଅଭିଯୁକ୍ତ ଦ୍ୱୟ ଆକାଶ ସ୍ୱାଇଁ ଓ ସୁନିଲ ମାଝୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସୂଚନାଯୋଗ୍ୟ ଯେ ଅଭିଯୋଗକାରୀ ଗତ 23 ବର୍ଷ ହେବ ବସୁଧା ପ୍ରୋଜେକ୍ଟରେ କାର୍ଯ୍ୟ କରି ଆସୁଛନ୍ତି। ଗତ 16/4/2024 ତାରିଖ ସକାଳ ସମୟରେ ସେ ଜାଗମରା କାଇମାଟିଆ ଓ କାଇମାଟିଆ ପାଟନା ଗ୍ରାମକୁ ପାଣି ଯୋଗାଇବା ପାଇଁ ପାଣି ପମ୍ପ ଚାଲୁ କରି 12ଟା ବେଳକୁ ଘରକୁ ଫେରି ଆସିଥିଲେ। ଅପରାହ୍ନ 4ଟା ସମୟରେ ଅଭିଯୋଗକାରୀ ପୁନର୍ବାର ପାଣି ପମ୍ପ ଚାଲୁ କରିବା ପାଇଁ ଘଟଣାସ୍ଥଳକୁ ଯାଇଥିବା ବେଳେ ସେଠାରେ 50 ମିଟର ଲମ୍ବର ତମ୍ବା ତାର ଚୋରି ହୋଇଥିବାର ଦେଖିବାକୁ ପାଇଥିଲେ। ସେ ଏନେଇ ସ୍ଥାନୀୟ ଅଞ୍ଚଳରେ ଖୋଜାଖୋଜି କରିବା ପରେ ଗ୍ରାମବାସୀଙ୍କୁ ଏନେଇ ପଚାରି ବୁଝିଥିଲେ। ପରେ ଅଭିଯୋଗକାରୀଙ୍କର ନିମ୍ନୋକ୍ତ ଜଣେ ଅଭିଯୁକ୍ତ ଆକାଶଙ୍କ ଉପରେ ଏହି ତମ୍ବା ତାର ଚୋରି କରିଥିବା ନେଇ ସନ୍ଦେହ ହେବାରୁ ଏନେଇ ସେ ଇନ୍ଫୋଭ୍ୟାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ମାମଲାର ତଦନ୍ତ କରି ପୁଲିସ ଆଜି ବିଶେଷ ସୂତ୍ରରୁ ଖବର ପାଇ ଅଭିଯୁକ୍ତ ଦୁହିଁଙ୍କୁ ମଦନପୁର ଅଞ୍ଚଳରୁ ଛତାବର ଅଭିମୁଖେ ଏକ ସ୍କୁଟି ଯୋଗେ ଯାଉଥିବା ସମୟରେ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ସେମାନଙ୍କ ହେପାଜତରୁ ଚୋରି ଯାଇଥିବା ତମ୍ବା ତାର, ଗୋଟିଏ ମୋବାଇଲ ଫୋନ ଓ ଅପରାଧରେ ବ୍ୟବହୃତ ସ୍କୁଟିଟିକୁ ଜବତ କରିଥିଲେ। ଅଧିକ ପଚରାଉଚରା ବେଳେ ଅଭିଯୁକ୍ତ ଦୁହେଁ ବସୁଧା ପ୍ରୋଜେକ୍ଟରୁ ଉକ୍ତ ତମ୍ବା ତାର ଚୋରି କରି ସ୍କୁଟି ଯୋଗେ ଚାଲାଣ କରିଥିବା ନେଇ ସେମାନଙ୍କ ଅପରାଧ ସ୍ୱୀକାର କରିବା ସହ ଗତ 8/4/2024 ତାରିଖ ଅପରାହ୍ନରେ ଗୋହରିଆ ଛକରୁ ଜଣେ କଲେଜ ଛାତ୍ରୀଙ୍କ ଠାରୁ ମଧ୍ୟ ଏକ ମୋବାଇଲ ଫୋନ ଛିନତାଇ କରିଥିବା ଦର୍ଶାଇଥିଲେ। ବର୍ତ୍ତମାନ ଏ ମାମଲାର ଅଧିକ ତଦନ୍ତ ଚାଲୁ ରହିଛି। ବ୍ୟୁରୋ ରିପୋର୍ଟ, ଏକାମ୍ର ନ୍ୟୁଜ ଏଜେନ୍ସି।